ମାନେ ନୋଟିସଟି ତମର ଅଳ୍ପ ଦିନ ତଳେ ଆସିଥିଲା କିନ୍ତୁ ଏଇଟା ମୁଁ ଟେଲିଗ୍ରାମ ଗ୍ରୁପରେ ସେୟାର କରିଥିଲି ନୋଟିସଟି। ତ ଯୋଉମାନେ ବି ଟେଲିଗ୍ରାମ ଗ୍ରୁପରେ ଆମର ଥିବ ସେମାନେ ଜାଣିଥିବ ଯେ ମୁଁ ଟେଲିଗ୍ରାମ ଗ୍ରୁପରେ ନୋଟିସଟିକୁ ଦେଇଥିଲି 2/2/2024ରେ ନୋଟିସଟି ଆସିଥିଲା। ତ ଯେହେତୁ ଏଇ ଭେକେନ୍ସିଟି ଆପଣଙ୍କର ଅପକମିଂ ଭେକେନ୍ସି ରହୁଛି, ଅଳ୍ପ ଦିନ ଭିତରେ ଭେକେନ୍ସି ଆସୁଛି, ତେଣୁ ବହୁତ ସାରା ପିଲା ମେସେଜ କରିଥିଲେ ଇନଷ୍ଟାରେ, ବହୁତ ସାରା ପିଲା ପଚାରିଥିଲେ ଯେ ସାର୍ ଏଇ ଯୋଉ ଆପଣ ନୋଟିସଟି ଛାଡ଼ିଥିଲେ ସେ ନୋଟିସ ଉପରେ କିଛି ଅପଡେଟ ଦିଅନ୍ତୁ ବା ତାର ଯୋଉ ଭେକେନ୍ସି ଗୁଡ଼ିକ ରହୁଛି ସେଟା କେବେ କଣ ଆସିବ ତାପରେ ଟିକେ କୁହନ୍ତୁ। ତ ସେଥିପାଇଁ ପିଲାମାନେ ମୁଁ ଏଇ ଭିଡ଼ିଓଟି ତୁମମାନଙ୍କ ପାଇଁ ନେଇ ଆସିଛି। ଦେଖ, ଏଇଟା ତୁମର କ'ଣ ରହୁଛି, ଯୋଉ ଭେକେନ୍ସିଟି ପିଲାମାନେ ତୁମର ଏଇଟା ଆସିବ, ଏଇଟା ତୁମର OSSSC ତରଫରୁ ଭେକେନ୍ସିଟି ଆସିବ। କୋଉ ପଦବୀ ପାଇଁ ଆସିବ, କୋଉମାନେ ଆବେଦନ କରିପାରିବେ ସବୁ କହିବି, କିନ୍ତୁ ତା ପୂର୍ବରୁ ଗୋଟେ ଛୋଟ ଇନଫର୍ମେସନ ଦେବି। ପିଲାମାନେ ଆମର ଯୋଉ RI ଅମିନ ପାଇଁ ଫରେଷ୍ଟ ଗାର୍ଡ ପାଇଁ ଆମର ବେଚ୍ ଷ୍ଟାର୍ଟ ହେଇଯାଇଛି। ଯୋଉମାନେ ବି ଏନରୋଲ କରିବା ପାଇଁ ଚାହୁଁଛ ସେମାନେ ଏନରୋଲ କରିପାରିବ। ନୂଆ ବେଚ୍ ଆମର ଏଇ ସୋମବାର ଆଜି ପାଖରୁ ଷ୍ଟାର୍ଟ ରହୁଛି ଗୋଟେ ବେଚ୍। ଯଦି ତୁମେ ପୁରା ପ୍ରଥମରୁ ପଢିବା ପାଇଁ ଚାହୁଁଛ ତାହେଲେ ତମେ ମାନେ ଏଠୁ ଏନରୋଲ କରିପାରିବ। ଏଠି ଦେଖ, ଏଠି ତମର ଯୋଉ ଭେକେନ୍ସି ପିଲାମାନେ ଆସୁଛି, ଏଟା ତମର କୋଉଠି ପାଇଁ, କୋଉ ପୋଷ୍ଟ ପାଇଁ ନା ନର୍ସିଂ ଅଫିସର ପାଇଁ ତମର ଭେକେନ୍ସି ଏଠି ଆସୁଛି। କେତେ ପୋଷ୍ଟ ଟୋଟାଲ ତମର ହଉଛି 4766ଟି ଟୋଟାଲ ଭେକେନ୍ସି ତମର ଏଟା ନ୍ୟୁଲି ଏଡ୍ ହବ। କେବେ ଆସିବ, କ୍ୱାଲିଫିକେସନ କ'ଣ, ଚାଲନ୍ତୁ ବର୍ତ୍ତମାନ ଆମେ ସେଗୁଡା ତୁମକୁ ମୁଁ ଏଠି ତୁମେ ଲକ୍ଷ୍ୟ କର, ଏଟା ତୁମକୁ ମୁଁ 2023ରେ ଯୋଉ ତମର ଆସିଥିଲା ନର୍ସିଂ ଅଫିସର ତାର ମୁଁ ତୁମକୁ ଦେଖଉଛି ଯେ ଆସିଥିଲା ତମର PDF ଟି। ଏଠି ତମର କ୍ୱାଲିଫିକେସନ ତମେ ଯଦି ଏଠି GNM କରିଥିବ କିମ୍ବା BSc ନର୍ସିଂ କରିଥିବ ତାହେଲେ ତମେ ଏଠି ଆବେଦନ କରିପାରିବ। GNM କିମ୍ବା BSc ନର୍ସିଂ ପିଲାମାନେ ଏଠି ଆବେଦନ କରିପାରିବେ। ତା ସହିତ ତୁମର ଯୋଉ ରହିଛି ଏଠି ଏକ୍ସାମ ପ୍ୟାଟର୍ନ ମଧ୍ୟ ତୁମେ ଦେଖିପାରିବ, ଯେମିତି ତୁମର ନର୍ସିଂ ଟପିକରୁ 60 କ୍ୱେଶ୍ଚନ ଆସୁଛି। ତାପରେ ତମର ହଉଛି ସ୍କିଲ୍ ଯୋଉ ତୁମର ପ୍ରାକ୍ଟିକାଲରୁ ଆସୁଛି 25 ମାର୍କ, ଆରିଥମେଟିକ୍ ତମର ଆସୁଛି କେତେ ନା 10 ମାର୍କ, ଏବଂ ଇଂଲିଶରେ ତମର ଆସୁଛି HSC ଷ୍ଟାଣ୍ଡାର୍ଡ 5 ମାର୍କ। ଟୋଟାଲ ତମର ଏଠି 100 ମାର୍କର ଟେଷ୍ଟ ରହୁଛି। ଏବଂ ଏଟା ତମର 2023ରେ ପିଲାମାନେ ଯୋଉ ଆସିଥିଲା ତାର ତୁମକୁ ମୁଁ କହିଲି ବୟସ ସେତେବେଳେ ତମର 21ରୁ 38 ଥିଲା, କିନ୍ତୁ ବର୍ତ୍ତମାନ ଯୋଉ ନୂଆ ଯୋଉ ରେଗୁଲେସନ ତୁମର ରହୁଛି ସେଥିପାଇଁ ତମମାନଙ୍କର ଏଠି ବୟସ 21ରୁ 42 ବର୍ଷ ଯଦି ଥିବ ତୁମେମାନେ ଆବେଦନ କରିପାରିବ। ଏଜୁକେଶନାଲ କ୍ୱାଲିଫିକେସନ ସେମିତି ତମେ ଯଦି GNM କରିଛ କିମ୍ବା ତମେ BSc ନର୍ସିଂ କରିଛ ତମେ ମାନେ ଏଠି ଆବେଦନ କରିପାରିବ। ବୟସ କହିଲି, କୋଉମାନେ ଆବେଦନ କରିପାରିବେ ସେମାନେ କହିଲି, ଆଉ ତା ସହିତ ତମର ଏକ୍ସାମ ପ୍ୟାଟର୍ନ ମଧ୍ୟ ଏଠି କହିଲି। ତା ସହିତ ଦେଖ ତୁମର କ'ଣ କ'ଣ ପଢିବ, ଯେତେବେଳେ ଇଂଲିଶରେ ତମକୁ କ'ଣ କ'ଣ ପଢିବା ପାଇଁ ପଡିବ, ଓଡ଼ିଆରେ କ'ଣ ସରି ତୁମ ନର୍ସିଂ ଟପିକରେ କ'ଣ କ'ଣ ପଢିବା ପାଇଁ ପଡିବ, ମ୍ୟାଥମେଟିକ୍ସରେ କ'ଣ କ'ଣ ପଢିବା ପାଇଁ ପଡିବ, ଏଗୁଡ଼ିକ ସବୁ ମୁଁ କହିଦେଲି। ଯଦି ତୁମେ ଫ୍ରିରେ ପଢିବା ପାଇଁ ଚାହୁଁଛ ତାହେଲେ ତମେ ମାନେ ଆମ ୟୁଟ୍ୟୁବ ଚ୍ୟାନେଲ ଅଲ୍ ଏକ୍ସାମ ସାଥୀ ଯୋଉ ରହିଛି ସେଠୁ ଯାଇକି ତମେ ମାନେ ଏଠି ଫ୍ରିରେ ପଢିପାରିବ। ତାପରେ ଏଇ ଭେକେନ୍ସିଟି କେବେ ଆର ଆସିବ ଏବଂ ଆକୁ କଣ୍ଡକ୍ଟ କିଏ କରିବ। ଦେଖ, ପୂର୍ବରୁ ଯେତେବେଳେ ତୁମର ଆସିଥିଲା ଯୋଉ ତୁମର 2023ରେ ଯେତେବେଳେ ନର୍ସିଂ ଅଫିସର ଆସିଥିଲା ସେତେବେଳେ ଆକୁ OSSSC କଣ୍ଡକ୍ଟ କରିଥିଲା, ଏବଂ ବର୍ତ୍ତମାନ ସମୟରେ ଯୋଉ ତୁମର ନର୍ସିଂ ଅଫିସର ଆସିବ ଏଟା ବି ତୁମର OSSSC କଣ୍ଡକ୍ଟ କରିବ। ମାନେ OSSSC ହିଁ ତମର ଟୋଟାଲ କରିବ। ଭେକେନ୍ସିଟି କେବେ ଆସିବ ପିଲାମାନେ, ଭେକେନ୍ସିଟି ଏଟା ତୁମର ଅଲରେଡି ପାସ୍ ହେଇଯାଇଛି। ମୁଁ ତୁମକୁ ନୋଟିସ ଦେଖେଇ ଦଉଛି। ନୋଟିସଟା କ'ଣ ଥିଲା, ଫିଲିଂ ଅଫ ଦ ନ୍ୟୁଲି କ୍ରିଏଟେଡ ବେସ୍ ଲେବୁଲ ଭେକେନ୍ସି, ମାନେ ଏଟା ରିକ୍ୱିଜିସନ ଯାଇନି, ଏଟା ତୁମର ସେ ଯାଇଛି ଯେ ପ୍ରପୋଜାଲ ଯାଇଛି ହେଲା, ଯେ ତୁମ ଭେକେନ୍ସିଟିକୁ ତୁମେ ଜଲ୍ଦି ପୂରଣ କର, ଏତିକି ତୁମର ରହିଛି। ତା ମାନେ କ'ଣ, ଅଲରେଡି ତୁମର ରିକ୍ୱିଜିସନ ଯାଇ ସାରିଛି। ଯଦି ରିକ୍ୱିଜିସନ ଯାଇ ନଥାନ୍ତା ପିଲାମାନେ ତାହେଲେ ଏଇ 4766ଟି ସେମାନେ ମେନସନ କରିନଥାନ୍ତେ, କାରଣ ମାନେ କୋଉ ଡିଷ୍ଟ୍ରିକ୍ଟରେ କେତେ ଭେକେନ୍ସି ରହୁଛି ସେମାନେ ଅଲରେଡି ତାକୁ ରିକ୍ୱିଜିସନ ଦେଇକି ଫିଲ୍ଅପ୍ କରିସାରିଛନ୍ତି। ଏବେ କେବଳ ତୁମର ପ୍ରପୋଜାଲ ଯାଇଛି, OSSSC ଆକୁ ରେସ୍ପଣ୍ଡ କରିବ, ତାପରେ ତୁମର ଏଟା ଆସିବ। କୋଉଠୁ ଯାଇଛି ଦେଖନ୍ତୁ, ଯୋଉ ସେକ୍ରେଟାରୀ ଗଭର୍ଣ୍ଣମେଣ୍ଟ ଦେଇଛନ୍ତି କମିଶନର ସେକ୍ରେଟାରୀ, ତାପରେ ଏମାନେ କ'ଣ କରିବେ, ହେଲ୍ଥ ଆଣ୍ଡ ଫ୍ୟାମିଲି ୱେଲଫେୟାର ଡିପାର୍ଟମେଣ୍ଟ ତାକୁ OSSSC କୁ ସେଣ୍ଡ କରିବେ, OSSSC ନୋଟିସ କାଢିବ। ତ ଯେହେତୁ OSSSC ପାଖରେ ଏବେ ବହୁତ ସାରା ଭେକେନ୍ସି ଆମର ଅପକମିଂ ରହୁଛି, ପିଓ ତୁମର ଯୋଉ ଆମେ ଭାବିଥିଲୁ 15 ତାରିଖ ଭିତରେ ଆସିବାର ଅଛି ବୋଲି ଆମେ ଆଶା କରୁଛୁ ଯେ ଫେବୃଆରୀ ମାସ ତୁମର ପିଓ ଆସିବ। ତା ସହିତ ତୁମର RI ARI ଅମିନ ଏବଂ ତୁମର ଯୋଉ ଆହୁରି ମଧ୍ୟ ବହୁତ ସାରା ଭେକେନ୍ସି ତୁମର ବର୍ତ୍ତମାନ ସମୟରେ ଆସିବା ପାଇଁ ଯାଉଛି। ତୁମର ତା ସହିତ ତୁମର ହଉଛି RI ଯୋଉ ପ୍ରିଭିୟସ RI ହେଇଥିଲା ତାର ମଧ୍ୟ ଏତେ ପର୍ଯ୍ୟନ୍ତ ମେନ୍ସ ଏକ୍ସାମ ହେଇନି, ତେଣୁ ବହୁତ ସାରା ବର୍ତ୍ତମାନ ପେଣ୍ଡିଂ ହେଇକି ପଡୁଛି ତୁମର OSSSC ପାଇଁ। ତେଣୁ ଏଇ ଯୋଉ ଭେକେନ୍ସି ପିଲାମାନେ ରହୁଛି ଏଟା ତୁମର ଟିକେ ଡିଲେ ହବ, ମାର୍ଚ୍ଚରୁ ଏପ୍ରିଲ ଭିତରେ ତୁମର ଏଟା ଭେକେନ୍ସି ଆସିଯିବ। ତ ତମେ ତା ଭିତରେ ତମେ ପଢାପଢି କର, ତମର ଯୋଉ ରହିଛି ଫଣ୍ଡାମେଣ୍ଟାଲ ଜିନିଷ ଗୁଡ଼ିକ ତାକୁ ତମେ କ୍ଲିୟର କରିପାରିବ। ଯେତିକି ବି ତୁମର ଫଣ୍ଡାମେଣ୍ଟାଲ ଜିନିଷ ରହିଛି ସେ ସବୁ ଗୁଡ଼ିକୁ ଜିନିଷ ତମେ ଯଦି ପ୍ରିପାରେସନ କରିବା ପାଇଁ ଚାହୁଁଛ ବା ତମର ଯଦି କିଛି ବି ରହୁଛି, ଆମର ଫ୍ରି କ୍ଲାସ ବର୍ତ୍ତମାନ ସମୟରେ ଆମ ୟୁଟ୍ୟୁବ ଚ୍ୟାନେଲ ଅଲ୍ ଏକ୍ସାମ ସାଥିରେ ଚାଲିଛି, ତମେ ମାନେ ସେଠୁ ଯାଇକି କରିପାରିବ। ତା ସହିତ ତମେ ଦେଖିଦିଅ ଏଟା ତୁମର ଯୋଉ ରହିଛି ବହୁତ ଜଲ୍ଦି ତମର ଭେକେନ୍ସି ଏଟା ଆସିବା ପାଇଁ ଯାଉଛି।
ଏବଂ ଏଠି ତୁମର କ୍ୱାଲିଫିକେସନ ମୁଁ ତୁମକୁ କହିଦେଲି କୋଉମାନେ ଏଠି ଆବେଦନ କରିପାରିବେ କହିଲି। ବୟସ ତୁମର ଯେମିତି ମୁଁ କହିଲି 21 ରୁ 42 ତମର ଯଦି ରହୁଛି। ସବୁଠୁ ବଡ଼ କଥା ହେଲା ପିଲାମାନେ ତମର ଡିଷ୍ଟ୍ରିକ୍ଟ ୱାଇଜ୍ ଭ୍ୟାକେନ୍ସି ତମର ଏଟା ଆସେ, ମାନେ ପ୍ରତି ଡିଷ୍ଟ୍ରିକ୍ଟରେ ତମର ଏଇ ଭ୍ୟାକେନ୍ସିଟି ଆସେ। ପ୍ରାୟ ସବୁ ଡିଷ୍ଟ୍ରିକ୍ଟରେ ତମର ଭ୍ୟାକେନ୍ସି ରହୁଛି। ତେଣୁ ଯେହେତୁ 4766 ଭ୍ୟାକେନ୍ସି ରହୁଛି, ପ୍ରାୟ ପ୍ରତି ହସ୍ପିଟାଲରେ ହିଁ ତମର ଭଲ ଭ୍ୟାକେନ୍ସି ରହିବ। ଯଦି ତମର କମ୍ପ୍ଲିଟ୍ ହେଇଯାଇଛି ତାହେଲେ ନିଶ୍ଚୟ ରୂପରେ ତମେମାନେ ଏଇ ଜବ୍ ପାଇଁ ଏବେଠୁ ପଢ଼ାପଢ଼ି କରିଦିଅ। ତମର ଯୋଉ ସାଙ୍ଗମାନେ ବି ଜିଏନ୍ଏମ୍ କରିଛନ୍ତି ବା ଯୋଉ ସାଙ୍ଗମାନେ ବି ବିଏସସି ନର୍ସିଂ କରିଛନ୍ତି, ସମସ୍ତଙ୍କୁ ଏ ଭିଡିଓଟି ସେୟାର କରିଦିଅ ଏବଂ ସମସ୍ତଙ୍କୁ କୁହ ଯେ ସେମାନେ ଯେମିତି ଏବେଠୁ ପ୍ରିପାରେସନ୍ ହେଇକି ରୁହନ୍ତୁ। କାରଣ ବିଜେପି ଗଭର୍ଣ୍ଣମେଣ୍ଟରେ ବର୍ତ୍ତମାନ ଯୋଉ ଭ୍ୟାକେନ୍ସି ଗୁଡ଼ିକୁ ଆସୁଛି, ନେକ୍ସଟ ପରବର୍ତ୍ତୀ ଭ୍ୟାକେନ୍ସି କୋଉ ଦିନ ଆସିବ, କେତେ ତାରିଖ ଆସିବ, ତାର କିଛି ଅପଡେଟ୍ ନାହିଁ। ତେଣୁ ଏବେ ଯୋଉ ଭ୍ୟାକେନ୍ସି ବି ଆସୁଛି ତମେମାନେ ଏଠି ଆବେଦନ କରିଦିଅ। ଏବଂ ଆଉ ଗୋଟେ କଥା, ଯେମିତି ମୁଁ କହିଲି ଆମର ବର୍ତ୍ତମାନ ସମୟରେ ପ୍ରତିଜ୍ଞା 3.0 ବେଚ୍ ଷ୍ଟାର୍ଟ ହେଇଯାଇଛି। ଏଠୁ ତମେମାନେ ଆସିକି ପ୍ରିପାରେସନ୍ କରିପାରିବ। ତା ସହିତ ଆମର ଆଉ ଗୋଟେ ବେଚ୍ ଯୋଉଟାକି ହେଉଛି ପ୍ରହରୀ ବେଚ୍, ଏଟା ହେଉଛି ତମର ଫରେଷ୍ଟ ଗାର୍ଡ ପାଇଁ। ଏ ବେଚ୍ ମଧ୍ୟ ତମର ଷ୍ଟାର୍ଟ ହେଇଯାଇଛି। ତମେମାନେ ଏଠୁ ଯାଇକି ମଧ୍ୟ ଆବେଦନ କରିପାରିବ। ସବୁ କିଛି ତମର ଏଠି ରହୁଛି। ଯଦି କିଛି ବି ଡାଉଟ୍ ଅଛି ତମେମାନେ ପଚାରି ପାରିବ। ତା ସହିତ ଯଦି ତୁମକୁ ଫ୍ରିରେ ଇ ବୁକ୍ ଦରକାର ବା ଫ୍ରିରେ ଆର୍ଆଇ ଅମିନ ବା ତମର ଫରେଷ୍ଟ ଗାର୍ଡର ବୁକ୍ ଦରକାର, ତାହେଲେ ତମେମାନେ ଆମକୁ ମେସେଜ କରିକି ମଧ୍ୟ ପାଇପାରିବ। ଆମେ ବା ତମେମାନେ ଆମ ଆପ୍ଲିକେସନ ଅଲ୍ ଏକ୍ସାମ ସାଥୀକୁ ଇନଷ୍ଟଲ କରିକି ପାଇପାରିବ। ତ ଆଜି ପାଇଁ ଏତିକି। ରହିଲି, ନମସ୍କାର, ଜୟ ଜଗନ୍ନାଥ।